ଆଉ ଗୋଟିଏ କଣ୍ଡିସନ୍ ହୁଏ ମୁହଁରେ, ଯେମିତି ବ୍ରଣ ହୁଏ ସେମିତି ରୋଜେସିଆ, ଯେଉଁଟାକି ବହୁତ ଲୋକଙ୍କର ଧାରଣା ରଞ୍ଜନ ରଶ୍ମି ରଞ୍ଜନ ଯୋଗୁଁ ହୁଏ। ଏଇଟା ତା ନୁହଁ। ରୋଜେସିଆଟା ହେଉଛି ନାଲି ପଡ଼ିଯାଏ ମୁହଁର ମଧ୍ୟଭାଗ ମୋଷ୍ଟଲି ନାଲି ପଡ଼େ, ନାକ ଟିକେ ଫୁଲେ ନାଲି ପଡ଼େ, ଗାଲ ଦୁଇଟାର ମାଲାର ପ୍ରୋମିନେନ୍ସ ଯେଉଁ ଆମର ଦୁଇପଟଟା ରହିଛି ବାହାରକୁ ବାହାରିଲା ଭଳିଆ ମୁଖିଆ ହେଇକିରି ସେଇଟାର ମଧ୍ୟ ନାଲି ପଡ଼େ ଏବଂ ଇଏ ବହୁତ ଦିନ ଧରି ରୁହେ। ଇଏ ମଧ୍ୟ ଗୋଟେ ଫ୍ୟାମିଲିଆଲ ଟେଣ୍ଡେନ୍ସି। ଏଇ ଫ୍ୟାମିଲିଆଲ ଟେଣ୍ଡେନ୍ସି ଯେଉଁ ଫ୍ୟାମିଲିରେ ଅଛି ସେ ଏହା କରିବ। ସେ ଜାଗା ବେଳେବେଳେ ଇନଫେକ୍ସନ୍ ହୁଏ, ବଡ଼ ବଡ଼ ଆବୁ ହୁଏ, ଫାଟି ଯାଇକି ବ୍ରଣ ଭଳି ଜିନିଷ ବାହାରେ। ଆଣ୍ଟିବାୟୋଟିକ୍ଠୁ ଚିକିତ୍ସାଠୁ ଚର୍ମରୋଗ ଡାକ୍ତରଙ୍କ ପାଖକୁ ଯିବା ଯେ ମଧ୍ୟ ଦରକାର ପଡ଼େ। ଆଉ ବେଳେବେଳେ ସେମିତି କିଛି ପ୍ରୋବ୍ଲେମ୍ କରେ ନାହିଁ, ସାଧାରଣ ଏଇ ଘରୋଇ ଚିକିତ୍ସାରେ ମଧ୍ୟ କମିଯାଏ। ସେ ବେଶୀ କିଛି କାହାର ଅସୁବିଧା କରିବାର ଏତେ ପ୍ରମାଣ ନାହିଁ। ଏଇଟା ୟୁଜୁଆଲି 20ରୁ 40 ବର୍ଷ ଭିତରେ ହୁଏ। ତାପରେ ପରେ ମଧ୍ୟ ତା ମନକୁ କମିଯାଏ। ତେଣୁ ଏଥିରେ ମଧ୍ୟ ସେଇ ସାଧାରଣ ଜିନିଷ ଯାହା ଆମେ ଘରେ ୟୁଜ୍ କରୁଛେ, ମୁଖ ଗହ୍ୱର ପାଇଁ ଯେମିତି କୌଣସି ଜିନିଷ ସାଧାରଣ ଜିନିଷ ୟୁଜ୍ କରୁଛେ, ମଏଶ୍ଚରାଇଜର ୟୁଜ୍ କରୁଛେ, ସେଇ ପ୍ରକାରର କୌଣସି ଏ ପ୍ରକାର କାଲାମିଲ୍ ଲାକ୍ଟୋକାଲାମିନ୍ ଟାଇପ୍ର ଜିନିଷ ମଧ୍ୟ ବହୁତ ଲୋକ ୟୁଜ୍ କରନ୍ତି, ୟୁଜ୍ କରୁଛେ, ସେଇଥିରେ ମଧ୍ୟ ଇଏ କମିଯିବ। ନ କମିଲେ ଚର୍ମରୋଗଙ୍କ ପାଖକୁ ଡାକ୍ତରଙ୍କ ପାଖକୁ ଯିବାକୁ ପଡ଼ିବ। ତା ପାଇଁ ସ୍ପେସିଫିକ୍ ଔଷଧ କିଛି ନଥିଲେ ବି ତାକୁ ଆଡ଼ଜଷ୍ଟ କଲା ଭଳିଆ ଔଷଧ ଯେଉଁଥିରେ କି ସେଇଟା କମିବ ସେଇଟା ଦେବାକୁ ପଡ଼େ। ବହୁତ ଲୋକଙ୍କର ଧାରଣା ଇଏ ମଧ୍ୟ ବ୍ରଣ, ଇଏ ମଧ୍ୟ ଫାଟିବ, ଇଏ ମଧ୍ୟ ତା ଭିତରୁ ଧଳା ଧଳା ଯେମିତି ବ୍ରଣରୁ ବାହାରିବ, ଦାଗ ହେଇଯିବ, କଳା ହେଇଯିବ। ଇଏ ସେମିତି ନୁହେଁ। ହୟତ ଟିକେ ଦାଗ ହେଇପାରେ, ଟିକେ କଳା ହେଇପାରେ, କିନ୍ତୁ ସିଏ ଭଲ ହେଲା ପରେ ରହିବ, ଯେଉଁଟାକି ବି ଆସ୍ତେ ଆସ୍ତେ ଚାଲିଯିବ। ଆଉ ଆଜିକାଲି ମଧ୍ୟ ଅନ୍ୟାନ୍ୟ ଚିକିତ୍ସା ବାହାରିଲାଣି ଯାହାଦ୍ୱାରା ମୂଳରୁ କମାଇ ହେବ। କିନ୍ତୁ ଏତେ କିଛିକୁ ଯିବା ଅପେକ୍ଷା ନିଜେ ଟିକେ ସଂଯତ ରହି ତାର ଟିକେ କେୟାର ନେଲେ ମଧ୍ୟ ଇଏ କମିପାରିବ। ଏ ଜିନିଷ ବିଷୟରେ ଜାଣିବାଟା ବେଶୀ ଦରକାର ଚିକିତ୍ସା ଅପେକ୍ଷା।